ଛଇଳ ତମ ଘର ହଁ କେମିତି ତୁଳି ଉପରୁ ଲାଇନ୍ ତାର ସର୍ଟ ହେଇଯାଇକି ତୁଳି ଉପରକୁ ଅନେଇ ଦେଲା ବେଳକୁ ହୁତୁ ହୁତୁ ହେଇ ଏଠି ଉଚ୍ଚାରେ ଉଠୁଛି ନିଆଁ। ଆଉ ଘରେ କିଏ ଥିଲେ? ଘରେ ବୋଉ ଯାଉଥିଲା ମାଛ ଭାଜିବ ବୋଲିକିରି ସିଏ ମୁଁ ତାକୁ ଡାକ ପକେଇଲି। ମୁଁ କହିଲି ଇରେ ନିଆଁ କ'ଣ ଆମ ଘର ଉପରେ ଜଳିଲା। ସିଏ ଛାଡ଼ି ଦେଇକିରି ପଳେଇ ଆସିକିରି ସବୁ ଜିନିଷପତ୍ର କ'ଣ ଆଉ କାଢ଼ିବେ। ଡାକ ପକେଇଲା ବେଳକୁ ବାହାରେ କେହି ତ ନାହାନ୍ତି ଯେ ଗୋଟି ଗୋଟିକିଆ ଘର ଆଉ କିଏ ଆସିବ। ମୁଁ ସେଇଠୁ ଆଉ ଯିଏ ଯେଉଁଠି ଥିଲେ ଜେଜେବା ପାଖରେ ଆସିକିରି ପାଣି ପକେଇଲା ବେଳକୁ ସିଏ ପବନରେ ହୁତୁ ହୁତୁ ହେଇ ସବୁ ଯାକ ନାଗିଗଲା, ସବୁ ଜଳିଗଲା। ଚଳୁଥିଲୁ ଆଉ କ'ଣ ଆମର କୋଠା ଘର ଅଛି ନା କ'ଣ ଅଛି? ସେଇ ଘରେ ତ ଚଳୁଥିଲୁ ଆଉ କ'ଣ କରିବୁ? ଆମେ ଦୁଇଟା ପରିବାର, ସାନ ପୁଅ ଅଲଗା, ବଡ଼ ପୁଅ ଅଲଗା। ତାର କ'ଣ ଚାହୁଁଛି ସରକାର କ'ଣ ଆମକୁ ସାହାଯ୍ୟ ଦେବେ କି ନ ଦେବେ, ପିଲାମାନଙ୍କୁ ମୋର ସେ କଥା ସିଏ ବିଚାର କରିବେ। ମୋର ଆଉ କ'ଣ କହିବାର ଅଛି? ସରପଞ୍ଚ ଆସିକିରି ପହଞ୍ଚି ମୁଁ ଆଉ ଦେଖିନି। ମୁଁ ତ ମୋର ମୋ ଘରକୁ ଦେଖି ମୋ ସାଡ଼ୁଛି। ମୁଁ ଆଉ କ'ଣ କହିବି? କାହାକୁ ଦେଖି ନାହିଁ ମୁଁ ଜାଗା ଆଉ କେଉଁଠି ଆଉ ଆସିବ? କ'ଣ ଆଉ ଆସିବ? ସେଇ ଗଲା ଆଉ ଆସିବ କେଉଁଠୁ? घर किसी ना संपूर्ण तांकर पक्का घर भी नहीं। गरीब समझे जानी घर ना बोली समझे देखी जानी चाड़ घर बोधे आम गाँव में बोधे प्रथम चाड़ घर। आ बोधे गाँव में कहार चाड़ नहीं, आखिर एका चाड़ घर अच्छी 5-2टा प्राणी ये चलबस हमें 2टा फैमिली आंकर सब चाष जहाँ लिभर कर जहाँ थी से घरे किसी ना धान चाउल मुगर प्रशासन को अनुरोध कर गरीब लोक केमी साहय टे करेंगे। भी पक्का घर भी नहीं, चाड़ घर बसवास करती अति निम्न मानर लोक जहाँ कहते आम गाँव भितर आम गाँव में बोधे प्रथम ही चाड़ घर गणती 1 नंबर चाड़ घर रही चाड़ घर कोठा घर ना।